ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବର ସ୍କୁଲ ପାଠରେ ସ୍ୱାଗତ କରୁଅଛି। ବନ୍ଧୁ, ଆମେ ଶନିବାର ଦିନ, ରବିବାର ଦିନ, ସୋମବାର ଦିନ, ମଙ୍ଗଳବାର ଦିନ ଆଉ ଆଜି ଆମେ ବୁଧବାର ଦିନ ର ପାଠ ଧ୍ୟାନ କରିବାକୁ ଯାଉଅଛୁ। ଆଉ ଆଜିର ପାଠ ହଉଛି ବି ଷ୍ଟ୍ରଙ୍ଗ, ଶକ୍ତିଶାଳୀ ହୁଅ। ବୁଧବାର 1-10-2025। ଏହା ହଉଛି ଅକ୍ଟୋବର ମାସ। ବନ୍ଧୁ, ଆଜି ଆମେ ପରମେଶ୍ୱରଙ୍କ ବାକ୍ୟଠୁ ଶିଖିବା ଆମେ କିପରି ଶକ୍ତିଶାଳୀ ହୋଇପାରିବା। ଜିହୋଶୟ କିପରି ଶକ୍ତିଶାଳୀ ହେଲେ ଆଉ ପ୍ରଭୁଙ୍କ କାର୍ଯ୍ୟକୁ ଆଗକୁ ବଢେଇଲେ। ଚାଲନ୍ତୁ ଏହା ଧ୍ୟାନ କରିବା ପୂର୍ବେ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ବା ଧୈର୍ଯ୍ୟ ବା ଶକ୍ତିଶାଳୀ ହେବା ପାଇଁ ଯାହା ଆମେ ତୁମ ସେହି ପବିତ୍ର ଶାସ୍ତ୍ରରୁ ସାବସ୍କୁ ପାଠ ମାଧ୍ୟମ ଦ୍ୱାରା ଶିଖିବାକୁ ଯାଉଅଛୁ, ଏହା ବୁଝିବା ପାଇଁ, ଏହା ଆମ ଅନ୍ତରରେ ରଖିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆଉ ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଆମେ ଶକ୍ତିଶାଳୀ ହୁଅ ମାନେ ଶକ୍ତିଶାଳୀ ହେବା ଉଚିତ, ଆଉ ଯେପରିକି ପ୍ରଭୁଙ୍କ କାର୍ଯ୍ୟରେ ଆମେ ଆଗକୁ ବଢି ପାରିବା ଆଉ ପ୍ରଭୁଙ୍କର ସେବାରେ ଆମେ ନିଜକୁ ସମର୍ପିତ ହୋଇପାରିବା। ତାହା ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ, ଯାହା ପରମେଶ୍ୱରଙ୍କ ଦ୍ୱାରା ଜିହୋଶୟଙ୍କୁ କୁହାଯାଇଅଛି। ଆଉ ବିଶେଷ ଭାବରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଜିହୋଶୟ 1-7-9। ଯଦି ଆମେ ପଢିବା, ସେଠି ଆମେ ପାଉଛୁ କିପରି ଜିହୋଶୟଙ୍କ ସମ୍ମୁଖରେ ରଖାଯାଇଥିବା କାର୍ଯ୍ୟଟି ଅତ୍ୟନ୍ତ ଏକ ପ୍ରତିନିଧି ବା ଚ୍ୟାଲେଞ୍ଜ ପ୍ରତିନିଧି ପୂର୍ବ ବା ଚ୍ୟାଲେଞ୍ଜ ପୂର୍ଣ୍ଣ ମନେ ହଉଥିଲା। କିନାନୀୟ ସହର ଗୁଡ଼ିକର ପ୍ରାଚୀର ଅପ୍ରତିରୋଧୀ ମାନେ ହଉଥିଲା, ମାନେ ଏମିତି ପାଚୁରୀ ଥିଲା କି ସେମାନେ ସେଇ ପାଚୁରୀ ଦେଇ ସେଠାର ଲୋକମାନଙ୍କୁ ଆକ୍ରମଣ କରିବାର ଅସମ୍ଭବ ପରି ଲାଗୁଥିଲା। ଏବଂ ଦେଶର ଜନସଂଖ୍ୟା ସୁଦ୍ଧା ପାଇଁ ତାଲିମ ପ୍ରାପ୍ତ ଥିଲା, ମାନେ ଯେଉଁ ଦେଶ ସେମାନେ ଆକ୍ରମଣ କରିବାକୁ ଯାଉଥିଲେ ସେଇ ଲୋକମାନେ ଯୁଦ୍ଧ ପାଇଁ ତାଲିମ ନେଇଥିଲେ ଆଉ ସେମାନେ ପ୍ରସ୍ତୁତ ଥିଲେ। ବିପରୀତରେ ଆମେ ଦେଖୁଛୁ ସରଳ ଯାଯାବର ଇସ୍ରାଏଲୀୟ ମାନଙ୍କ ପାଖରେ ଦୁର୍ଘ ପ୍ରାଚୀର ଉପରେ ଆକ୍ରମଣ କରିବା ପାଇଁ ସବୁଠାରୁ ପ୍ରାଚୀନ ଯୁଦ୍ଧ ଯନ୍ତ୍ର ମଧ୍ୟ ନଥିଲା। ବନ୍ଧୁ, ଏମିତି ପରିସ୍ଥିତିରେ ସେମାନେ ଥିଲେ। ବନ୍ଧୁ, ଇତିହାସ ଆମକୁ କହେ ଯେ ବନ୍ଧୁ, ସେହି ସମୟରେ ଏକ ମହାଶକ୍ତି ଯେପରିକି ମିଶର ଦେଶରୁ ସେମାନଙ୍କୁ ଆଣିଲା, ସେହି ମହାଶକ୍ତି ମଧ୍ୟ କିନାନ ଦେଶ ପରିସ୍ଥିତିର ପାଦ ରଖିପାରିଥିଲା। ବନ୍ଧୁ, ତଥାପି ଶକ୍ତିଶାଳୀ ଏବଂ ସାହସୀ ହେବାର ଆହ୍ୱାନ ସେମାନଙ୍କୁ କରାଯାଇଛି, ଯାହା ଆମେ
ଶନିବାର ଦିନ ପାଠରେ ଆମେ ଦେଖୁଛୁ ଏଠାରେ କେବଳ ଯୁଦ୍ଧ ମନୋବଳ କିମ୍ବା ଶୁଦ୍ଧ ରଣନୀତି ସହିତ ଜଡ଼ିତ ନୁହେଁ ବନ୍ଧୁ। ତ୍ୱରାହ୍ୟ ଏବଂ ଏହାର ନିର୍ଦ୍ଦିଷ୍ଟ ଆବଶ୍ୟକତା ପ୍ରତି ବିଶ୍ୱାସ ରହିବା ପାଇଁ ସାହସ ଏବଂ ଶକ୍ତି ଆବଶ୍ୟକ ପଡୁଛି ବନ୍ଧୁ, ଯାହା ଯେହୋବାଙ୍କ ସହିତ ଇସ୍ରାଏଲର ଚୁକ୍ତିକୁ ପରିଭାଷା କରିଥିଲା। ଯଦି ଆମେ ଏଫିସି ତାର 6:10-18 ଯଦି ପଢିବା, ସେଠି ଏକ ସ୍ପଷ୍ଟ ରୂପେ କହୁଅଛି ବନ୍ଧୁ। ସେ ଏଠି ପାଉଛୁ ଆମେ ଶେଷରେ ପ୍ରଭୁଙ୍କ ଠାରେ ଏବଂ ତାହାଙ୍କ ଶକ୍ତିରେ ବଳବାନ ହୁଅ, ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ସଜା ପରିଧାନ କର। ମାନେ ଏଠି ଆମେ ଦେଖୁଅଛୁ କି ପରମେଶ୍ୱରଙ୍କର ସବୁ ପ୍ରକାର ଶସ୍ତ୍ର ପିନ୍ଧି ତମେ ପ୍ରସ୍ତୁତ ହୁଅ। ପରମେଶ୍ୱରଙ୍କର ବାକ୍ୟକୁ ନେଇ ତମେ ଆଗକୁ ବଢ। ପରମେଶ୍ୱର ସାହାଯ୍ୟ ନେଇ ତୁମେ ଆଗକୁ ବଢ। ଆଉ ସେହି ପ୍ରାଚୀରୀ, ସେହି ଲୋକ ଯୋଉ ପାଚୁରୀ ଭିତରେ ଅଛନ୍ତି ଲୋକ ସମୂହ ଯେଉଁମାନେ କି ଯୁଦ୍ଧ ପାଇଁ ତାଲିମ ନେଇଛନ୍ତି, ସେମାନଙ୍କ ପାଇଁ ତୁମେ ଭୟ କର ନାହିଁ। ବନ୍ଧୁ, ଆଜି ଖ୍ରୀଷ୍ଟଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ଏକ ମିଶନ ପୂରଣ କରିବାରେ ଖ୍ରୀଷ୍ଟିଆନ ମାନଙ୍କର ଜିହୋଶୟଙ୍କ ବା ପ୍ରଭୁଙ୍କର ପରି ସମାନ ଆହ୍ୱାନ ସମ୍ମୁଖୀନ ହୁଅନ୍ତି, ଅର୍ଥାତ୍ ସେମାନଙ୍କୁ ସେମାନର ନିଜ ପାପପୂର୍ଣ୍ଣ ପ୍ରବୃତ୍ତି ବିରୁଦ୍ଧରେ ଏହି ଯୁଗର ଅନ୍ଧକାରର ଶାସକ ହେଉଛନ୍ତି ଶୈତାନ, ଶକ୍ତି ଏବଂ ଶାସକ ମାନଙ୍କ ବିରୁଦ୍ଧରେ ଏବଂ ଦୁଷ୍ଟତାର ସେନା ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ କରାଯାଏ। ଯେପରି ଏହି ପୃଥିବୀର ଶାସକ ହେଉଛନ୍ତି କିଏ ବନ୍ଧୁ? ଶୈତାନ। ଆଉ ତାହା ସହିତ ଯୁଦ୍ଧ କରିବା ପାଇଁ ଆମେ ନିଜକୁ ପ୍ରସ୍ତୁତି କରିବାକୁ ପଡିବ, ଯାହା ଆମେ ମାଥ୍ୟୁ 20:28-20 ଦେଖୁଛୁ କି ଯୀଶୁ ଖ୍ରୀଷ୍ଟ ଏହି ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ସେ କହିଲେ କି ମୁଁ ସର୍ବଦା ତୁମ ସହିତ ରହିବି ଆଉ ଯୁଗ ଶେଷ ପର୍ଯ୍ୟନ୍ତ ରହିବି ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ ଓ ଆମମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ବା ପ୍ରତିଜ୍ଞା କରନ୍ତି ଯେ ତମେ ଭୟ କରିବାର ଆବଶ୍ୟକ ନାହିଁ। ଯେହେତୁ ମୁଁ ମୂଷାଙ୍କ ସମୟ ଥିଲି, ପୃଥିବୀ ସୃଷ୍ଟି ହେବା ସମୟରେ ଥିଲି, ଇସ୍ରାଏଲ ପ୍ରଜାମାନେ ଯାତ୍ରା କଲା ବେଳେ ଥିଲି, ଆଉ ସଦାବେଳେ ମୁଁ ରହୁଛି। ଆଉ ଯୀଶୁ ମାନବିକ ରୂପ ନେଇ ସେ କହିଲେ କି ମୁଁ ତୁମଠାରେ ସଦା ସର୍ବଦା ରହିବି, ତମକୁ ମୁଁ ସାହାଯ୍ୟ କରିବି। ଯେପରି ପ୍ରଭୁଙ୍କ ସହାୟକ ଉପସ୍ଥିତିରେ ଜିହୋସିଓ ଉଭୟକୁ ଦୂର କରିବା ପାଇଁ ଯଥେଷ୍ଟ ଥିଲା ବନ୍ଧୁ, ସେହିପରି ଆଜି ଆମର ସନ୍ଦେହ ଏବଂ ଚିନ୍ତାକୁ ଦୂର କରିବା ପାଇଁ ମଧ୍ୟ ଯଥେଷ୍ଟ ହେବା ଉଚିତ। ଆମ ପାଇଁ ଆହ୍ୱାନ କରାଯାଉଛି ପ୍ରଭୁଙ୍କ ଭଲ ଭାବରେ ଜାଣିବା ପାଇଁ, ଯେପରି ଆମେ ତାଙ୍କ ଉପରେ ଭରସା ରଖିପାରିବୁ ଏବଂ ଆମକୁ ଦେଇଥିବା ତାଙ୍କ ପ୍ରତିଜ୍ଞା ଉପରେ ଆମେ ଭରସା କରିବାକୁ ପଡିବ ଏବଂ ସେଥିପାଇଁ ଅନ୍ୟ ଯେ କୌଣସି ଜିନିଷ ଅପେକ୍ଷା ବନ୍ଧୁ ଆମକୁ ତାଙ୍କ ସହିତ ସେହି ବ୍ୟକ୍ତିଗତ ସମ୍ପର୍କ ରଖିବାକୁ ଆବଶ୍ୟକ ପଡିବ। ବନ୍ଧୁ, ଭଉଣୀ ଏଲେନ୍ ଜି ହ୍ୱାଇଟ୍ ଏହିପରି ଲେଖନ୍ତି, ସେ ଆମମାନଙ୍କୁ ଏମିତି ଭାବରେ ବୁଝାନ୍ତି ଯାହା ଦ୍ୱାରା ଆମେ ଜାଣିପାରିବା। ସେ କହନ୍ତି ଜିହୋଶୟ ବର୍ତ୍ତମାନ ଇସ୍ରାଏଲ ସ୍ୱୀକୃତି ନେତା ଥିଲେ, ମାନେ ବର୍ତ୍ତମାନ ଜିହୋଶୟ
ଇସ୍ରାଏଲ ପ୍ରଜାମାନଙ୍କର ସ୍ୱୀକୃତ ନେତା ଥିଲେ, ମାନେ ବଛା ନେତା ଥିଲେ, ପରମେଶ୍ୱରଙ୍କର ବାଛିଥିବା ନେତା ଥିଲେ। ସେ ମୁଖ୍ୟତଃ ଜଣେ ଯୋଦ୍ଧା ଭାବରେ ଜଣାଶୁଣା ଥିଲେ ଏବଂ ତାଙ୍କ ଲୋକଙ୍କ ଇତିହାସରେ ଏହି ପର୍ଯ୍ୟାୟରେ ତାଙ୍କର ଦାନ ଏବଂ ଗୁରୁ ଦାନ ଏବଂ ଗୁଣ ବିଶେଷ ଭାବରେ ମୂଲ୍ୟବାନ ଥିଲା ବୋଲି ଆମେ ଦେଖୁଅଛୁ। ସେ ଜଣେ ସାହସୀ, ସେ ଜଣେ ଦୃଢ଼ମାନ ଏବଂ ଦୃଢ଼ ତତ୍ପର ଅବିନାଶୀ। ତାଙ୍କ ଦାୟିତ୍ୱରେ ସମର୍ପିତ ଲୋକଙ୍କ ପାଇଁ ସ୍ୱାର୍ଥ ପ୍ରତି ଅସମତ ଥିଲା ବୋଲି ଆମେ ଦେଖୁଅଛୁ ଏବଂ ସର୍ବୋପରି ଈଶ୍ୱରଙ୍କ ପ୍ରତି ଏକ ଜୀବନ୍ତ ବିଶ୍ୱାସ ଦ୍ୱାରା ଅନୁପ୍ରାଣିତ ପ୍ରତିଜ୍ଞାତ ଦେଶରେ ଇସ୍ରାଏଲର ସେନା ବାହିନୀକୁ ପରିଚାଳନା କରିବା ପାଇଁ ଈଶ୍ୱରୀୟ ଭାବରେ ମନୋନୀତ ବ୍ୟକ୍ତିଙ୍କ ଚରିତ୍ର ଏହିପରି ଥିଲା ବନ୍ଧୁ, ଯାହା ଜିହୋଶୀଙ୍କ ଜୀବନରେ ଆମେ ପାଉଅଛୁ। ବନ୍ଧୁ, ପ୍ରାନ୍ତରରେ ପ୍ରବାସ ସମୟରେ ସେ ମୋଶାଙ୍କ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ବା ପ୍ରଧାନ ସୈନ୍ୟ ବାହିନୀ ପରି ସେ କାମ କରିଥିଲେ ବୋଲି ଆମେ ଦେଖୁଅଛୁ ଏବଂ ତାଙ୍କର ନୀରବ ଅକଥନୀୟ ବିଶ୍ୱସ୍ତତା ଅନ୍ୟମାନେ ଡରୁଥିବା ସମୟରେ ତାଙ୍କର ଦୃଢ଼ତା ବିପଦ ମଧ୍ୟରେ ସତ୍ୟକୁ ବଜାଇ ରଖିବା ପାଇଁ ତାଙ୍କର ଦୃଢ଼ତା ଦ୍ୱାରା ପରମେଶ୍ୱରଙ୍କ ସ୍ୱର ଦ୍ୱାରା ତାଙ୍କୁ ପଦରେ ଡକାଯାଇଥିବା ପୂର୍ବରୁ ମଧ୍ୟ ସେ ମୋଶାଙ୍କ ଉତ୍ତରାଧିକାରୀ ହେବା ପାଇଁ ତାଙ୍କର ଉପଯୁକ୍ତତାର ପ୍ରମାଣ ଦେଇଥିଲା ବୋଲି ଆମେ ଦେଖୁଛୁ ବନ୍ଧୁ। ଏହା ଅତ୍ୟନ୍ତ ଚିନ୍ତା ଏବଂ ଆତ୍ମ ଅବିଶ୍ୱାସ ସହିତ ଥିଲା ଯେ ଜିହୋଶୀଙ୍କ ତାଙ୍କ ସମ୍ମୁଖରେ କାର୍ଯ୍ୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ପରମେଶ୍ୱରଙ୍କ ପ୍ରତିଶ୍ରୁତି ଦ୍ୱାରା ତାଙ୍କର ଭୟ ଦୂର ହୋଇଗଲା। ଯେପରି ପରମେଶ୍ୱର କହିଲେ, ମୁଁ ମୋଶାଙ୍କ ସହିତ ଥିଲି, ସେହିପରି ମୁଁ ତୁମ ସହିତ ରହିବି, ମୁଁ ତୁମକୁ ବିଫଳ କରିବି ନାହିଁ କିମ୍ବା ତୁମକୁ ପରିତ୍ୟାଗ କରିବି ନାହିଁ। ଏହିପରି ପରମେଶ୍ୱର ଜିହୋଶୀଙ୍କୁ ପ୍ରତିଜ୍ଞା କଲେ। ଏହି ଲୋକମାନଙ୍କୁ ତୁମ୍ଭେ ଅଧିକାର ପାଇଁ ସେହି ଦେଶ ବାଣ୍ଟି ଦେବ ବୋଲି ପରମେଶ୍ୱର କହିଲେ, ଯାହା ମୁଁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲି। ଏହା କିଏ କହୁଛନ୍ତି? ପରମେଶ୍ୱର କହୁଛନ୍ତି। କାହା କହୁଛନ୍ତି? ଜିହୋଶୀଙ୍କୁ କହୁଛନ୍ତି। ଆଉ ସେ ବି କହନ୍ତି, ତୁମର ପାଦ ଯେଉଁ ସବୁ ସ୍ଥାନରେ ପାଦ ଦେବ, ମାନେ ଯେଉଁ ସ୍ଥାନରେ ତମେ ଦେବ ତାହା ତୁମକୁ ମୁଁ ଦେଉଛି। ଯେପରି ମୁଁ ମୋଶାଙ୍କୁ କହିଥିଲି, ସେହିପରି ତୁମକୁ କହୁଛି ବୋଲି ସଦାପ୍ରଭୁ ପରମେଶ୍ୱର ଜିହୋଶୀଙ୍କୁ କହନ୍ତି। ଦୂରରେ ଥିବା ଲିବାନର ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ, ମହାସାଗରର କୂଳ ପର୍ଯ୍ୟନ୍ତ ଏବଂ ପୂର୍ବ ଦିଗରେ ପିରାତ ନଦୀର କୂଳ ପର୍ଯ୍ୟନ୍ତ ସବୁ ସେମାନଙ୍କର ହେବ ବୋଲି ପରମେଶ୍ୱର ଜିହୋଶୀଙ୍କୁ କହିଲେ। ଏହି ପ୍ରତିଶ୍ରୁତି ସହିତ ଏହି ଆଦେଶ ଯୋଡ଼ା ଯାଇଥିଲା, କେବଳ ତୁମେ ଶକ୍ତିଶାଳୀ ଏବଂ ଅତ୍ୟନ୍ତ ସାହସୀ ହୁଅ ବୋଲି ପରମେଶ୍ୱର କହିଥିଲେ, ଯାହା ଦ୍ୱାରା ମୋର ଦାସ ମୋଶା ଯେଉଁ ସମସ୍ତ ବ୍ୟବସ୍ଥା ଆଦେଶ କରିଅଛନ୍ତି ତାହା ପାଳନ କରିବାକୁ ଯତ୍ନବାନ ହୁଅ ବୋଲି ପରମେଶ୍ୱର କହିଲେ। ପ୍ରଭୁଙ୍କ ନିର୍ଦ୍ଦେଶ ଥିଲା ଯେ ବନ୍ଧୁ, ଏହି ବ୍ୟବସ୍ଥା ପୁସ୍ତକ ତୁମର ମୁଖରୁ ବାହାର କରିବାକୁ ହେବ ନାହିଁ, କିନ୍ତୁ ତୁମେ ନିରନ୍ତର ବା ଦିନ ରାତି ଏଥିରେ ଧ୍ୟାନ ଦେବାକୁ ପଡ଼ିବ। ବନ୍ଧୁ, ଏହାର ଉଦାହରଣ କିମ୍ବା ଏହାର ଡାହାଣ କିମ୍ବା
ବାମକୁ ଫେରିବ ନାହିଁ। ଯାହା ପଦରେ ଦେଖୁ ପଶ୍ଚିମ ବା ବାମକୁ ତୁମେ ଫେରିବ ନାହିଁ। କାରଣ ଯେତେବେଳେ ତୁମେ ତୁମର ପଥକୁ ସମୃଦ୍ଧ କରିବ ଏବେ ଏବଂ ତାପରେ ତୁମର ସଫଳତା ହେବ ବୋଲି ଆମେ ଦେଖୁ। ଏହିପରି ପରମେଶ୍ୱର ଇସ୍ରାଏଲ ପ୍ରଜାମାନଙ୍କୁ ପ୍ରତିଶ୍ରୁତି କରିଥିଲେ। ବନ୍ଧୁ, ଆମେ ଆଜି ଦେଖିଲୁ କିପରି ପରମେଶ୍ୱର ଯେହୋଶୁଆଙ୍କୁ ଶକ୍ତିଶାଳୀ ହେବା ପାଇଁ କୁହନ୍ତି, ଆଉ କିପରି ପରମେଶ୍ୱର ଯେହୋଶୁଆଙ୍କୁ କହନ୍ତି, ମୁଁ ଯେପରି ମୋଶଙ୍କ ସହିତ ଥିଲି ସେହିପରି ମୁଁ ତୁମ ସହିତ ଥିବି। ଆମେ ବର୍ତ୍ତମାନ ଯୀଶୁ ବି ଆମମାନଙ୍କୁ କହନ୍ତି କି ଏହି ଯୁଗ ଶେଷ ପର୍ଯ୍ୟନ୍ତ ମୁଁ ତୁମ ସହିତ ଥିବି। ତୁମେ ଧୈର୍ଯ୍ୟବାନ ହୁଅ, ବଲବାନ ହୁଅ। ଆଉ ଯାହା ଯାହା ଯେପରି ପରମେଶ୍ୱର କହିଲେ, ମୋଶା ଯାହା ଯାହା ତୁମମାନଙ୍କୁ ବ୍ୟବସ୍ଥା ଆଦେଶ ଦେଇଛନ୍ତି, ଯୀଶୁଖ୍ରୀଷ୍ଟ ମଧ୍ୟ ସେହିପରି କହିଲେ, ଯାହା ଯାହା ମୁଁ ତୁମମାନଙ୍କୁ ଶିକ୍ଷା ଦେଇଛି ତୁମେ ମଧ୍ୟ ଶିକ୍ଷା ଦେଇ ଦିଅ ବୋଲି କହିଲେ। ଆଉ ତୁମ ସହିତ ମୁଁ ସର୍ବଦା ରହିବି, ଯୁଗ ଶେଷ ପର୍ଯ୍ୟନ୍ତ ମୁଁ ରହିବି, ତୁମେ ଭୟ କରିବାକୁ ହେବ ନାହିଁ। ବନ୍ଧୁ, ପରମେଶ୍ୱରଙ୍କର ବାକ୍ୟ ଏକ ଶକ୍ତିଶାଳୀ ବାକ୍ୟ। ଯଦି ସେହି ବାକ୍ୟରେ ଯଦି ଆମେ ନିର୍ଭର କରିବା, ବିଶ୍ୱାସ କରିବା, ନିଶ୍ଚିତ ରୂପେ ଆମେ ଯେଉଁ ଜାଗାକୁ ଗଲେ ମଧ୍ୟ ସଫଳତା ଉପଲବ୍ଧି କରିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ସେହି ସାବସ୍କୁଲ ପାଠ ଦ୍ୱାରା ବାଇବଲର ବାକ୍ୟ ଯାହା ଦେଖିଲୁ କି ଆମେ ଧୈର୍ଯ୍ୟବାନ ଶକ୍ତିଶାଳୀ ହେବା ଉଚିତ, ଯେପରିକି ଯେଉଁ ଦେଶ ପାଇଁ ଆମେ ଖୋଜୁଛୁ, ଅପେକ୍ଷାରେ ଅଛୁ, ସେହି ଦେଶକୁ ଆମେ ପ୍ରବେଶ କରିପାରିବୁ, ସେହି ସ୍ୱର୍ଗ ରାଜ୍ୟକୁ ଆମେ ପ୍ରବେଶ କରିପାରିବୁ। ଏଥିପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆଉ ଶତ୍ରୁ ଶୈତାନ ହାତରୁ ଦୂରେଇ ରଖ। ବିଶେଷ ଭାବରେ ଶୈତାନର ପ୍ରଲୋଭନରୁ ଆମମାନଙ୍କୁ ସୁରକ୍ଷାରେ ରଖ, ଯେପରିକି ଆମେ ଆମ ପରିବାରକୁ ଆମେ ପ୍ରସ୍ତୁତ କରିପାରିବୁ ଆଉ ସେହି ଯେଉଁ ପ୍ରତିଜ୍ଞା ଦେଶକୁ ଆମେ ଯାଇପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ଶୁଣି ଗ୍ରହଣ କର। ଆମେନ। ଧନ୍ୟବାଦ ବନ୍ଧୁ।